କେବେ ଥକି ଯାଉ ନାହିଁ କି କେବେ ଡରି ଯାଉ ନାହିଁ, କାରଣ ଯିଏ ସତ୍ମାର୍ଗରେ ଥାଏ ତାଙ୍କ ସହ ଈଶ୍ୱର ଥାନ୍ତି। ସେଥିପାଇଁ ତୁମକୁ କେହି ହରେଇ ପାରିବେ ନାହିଁ। ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ। ମନୁଷ୍ୟ ଜୀବନ ଉଭୟ ସୁଖ ଏବଂ ଦୁଃଖରେ ଘେରି ହୋଇ ରହିଥାଏ। କିନ୍ତୁ ପ୍ରେମ ଏକ ଏପରି ଜିନିଷ ଯାହା ମଣିଷକୁ ସବୁ ସମୟରେ ଆଗକୁ ବଢ଼ିବାକୁ ସାହାଯ୍ୟ, ଧୈର୍ଯ୍ୟ ଏବଂ ପ୍ରେରଣା ଦିଏ। ଯାହାର ହୃଦୟ ବଡ଼ ହୋଇଥାଏ ତାକୁ ଦୁଃଖ ବି ବଡ଼ ମିଳିଥାଏ। ବହୁତ କଷ୍ଟ ଦେଇଥାଏ ସେ ଯନ୍ତ୍ରଣା, ଯାହା ବିନା ଦୋଷରେ ମିଳିଥାଏ। ଅମୂଲ୍ୟ ସମ୍ପର୍କର ତୁଳନା କେବେ ବି ପଇସା ସହିତ କରାଯାଇପାରେ ନାହିଁ, କାହିଁକି ନା ପଇସା 2 ଦିନ କାମରେ ଆସିବ, କିନ୍ତୁ ସମ୍ପର୍କ ସାରା ଜୀବନ କାମରେ ଲାଗିବ। ସବୁବେଳେ ଗୋଟିଏ କଥା ମନେ ରଖିବେ, ଅତୀତକୁ କେବେ ବି ବର୍ତ୍ତମାନକୁ ଆଣିବାକୁ ଦେବେ ନାହିଁ, କାରଣ ଏହି ଅତୀତ ଯେତେବେଳେ ବର୍ତ୍ତମାନକୁ ଆସିଯାଏ ସେ ବର୍ତ୍ତମାନ ସହିତ ଭବିଷ୍ୟତକୁ ବି ନଷ୍ଟ କରିଦେଇଥାଏ। ଆପଣାର ଲୋକଠାରୁ ବି ଜଣେ ସେତେବେଳେ ଆପଣାର ଲାଗେ ଯେତେବେଳେ ହୃଦୟ ଚାହୁଁଥିବା ଲୋକଟିଏ ତାକୁ ମିଳିଯାଏ। ଯେପରି ସୂର୍ଯ୍ୟ ଅସ୍ତ ହେଲା ପରେ ଆକାଶର ରଙ୍ଗ ଆପେ ଆପେ ବଦଳି ଯାଇଥାଏ, ଠିକ୍ ସେହିପରି ଦୁଃଖ ସମୟରେ ଅତି ଆପଣାର ଭାବୁଥିବା ଲୋକମାନେ ମଧ୍ୟ ଠିକଣା ବଦଳେଇ ଦେଇଥାନ୍ତି। ଅଧା ଜୀବନ କଟିଗଲା, ହେଲେ ଗୋଟିଏ କଥା ବୁଝି ହେଲାନି, ଯାହାକୁ ଆମେ ଅଧିକ ଭଲ ପାଇଥାଉ ସେ ଆମକୁ ଶସ୍ତା ମଣିଷ କାହିଁକି ଭାବି ନିଅନ୍ତି। ନା ତାଙ୍କ ପାଖରେ କାଗଜ ଅଛି, ନା ତାଙ୍କ ପାଖରେ କୌଣସି ଖାତା ରଖିଛନ୍ତି, ତଥାପି ତାଙ୍କ ପାଖରେ ସମସ୍ତଙ୍କର କଳା ଚିଠା ଅଛି, ସମସ୍ତଙ୍କର ସବୁ କର୍ମର ହିସାବ ଅଛି। ସେ ସବୁ କର୍ମର ଫଳ ଦିଅନ୍ତି, ଟିକେ ଡେରିରେ ଦିଅନ୍ତି, କିନ୍ତୁ ଉଚିତ ଦିଅନ୍ତି, ଯାହାକୁ ଭଗବାନ କୁହନ୍ତି। ଜୀବନରେ ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ହେଲେ କିଛି ବିଶେଷ ବିଷୟରେ ଜାଣି ରଖିବା ଉଚିତ, ଯାହା ଆମ ଜୀବନରେ ଆଗକୁ ବଢ଼ିବାକୁ ଆମକୁ ସାହାଯ୍ୟ କରେ। ଏବଂ ଏହିସବୁ ବିଷୟରେ ମନୁଷ୍ୟ ନିଜ ଅନୁଭୂତିରୁ ହିଁ ଶିକ୍ଷା କରିଥାଏ। ସହଜରେ ମିଳିଥିବା ସଫଳତା ବାସ୍ ଅଳ୍ପ ଦିନ ପାଇଁ ପରିଚୟ ଦେଇଥାଏ, କିନ୍ତୁ କଠିନ ପରିଶ୍ରମର ସଫଳତା ସାରା ଜୀବନ ପରିଚୟ ହୋଇ ରହିଥାଏ। ଯାହା ଉପରେ ପରିବାରର ଦାୟିତ୍ୱ ଆସିଯାଏ ନା, ତାକୁ ଏଇ ପ୍ରେମ କରିବା, କାହା ପଛରେ ଗୋଡ଼େଇବା, କାହାକୁ ମନେଇବାର ସମୟ ହିଁ ମିଳିନଥାଏ। କାହା ପାଇଁ ଦୁଃଖର ଷ୍ଟାଟସ୍ ରଖିଲେ କ'ଣ ହେବ? ଯିଏ ତୁମ ମନ କଥାକୁ ବୁଝିପାରିଲା ନାହିଁ ସେ ଷ୍ଟାଟସ୍ ଦେଖି କ'ଣ ବୁଝିବ? ମନ ଉଦାସ ହୋଇଗଲେ ଗୋଟିଏ କାମ କର, ଭିଡ଼ ଭିତରୁ ବାହାରି ଯାଇ ନିଜକୁ ଟିକେ ସମୟ ଦିଅ। ସତ୍ ମାର୍ଗରେ ଚାଲନ୍ତୁ। କଷ୍ଟ ଲାଗିପାରେ, ବାଟରେ କଣ୍ଟା ଥାଇପାରେ, କିନ୍ତୁ ମୋକ୍ଷର ରାସ୍ତା ନିଶ୍ଚୟ ମିଳେ। ଦରକାର ଥିବା ପର୍ଯ୍ୟନ୍ତ ଏଠି ସମସ୍ତେ ଆପଣାର, ଥରେ ଦରକାର ଶେଷ ତେବେ ଆପଣାର ବି ଶେଷ। ଯେମିତି ବାହାଘର ପରେ ବେଦୀ ମୁହଁ ପୋଡ଼ା, ସେହିପରି କାମ ସରିଗଲେ ନିଜ ଲୋକ ବି ହୁଅନ୍ତି ଅଲୋଡ଼ା। ହାତ ଧରିବା ପାଇଁ ତ ଅନେକ ଲୋକ ମିଳିଯାଆନ୍ତି, କିନ୍ତୁ ଅଧା ରାସ୍ତାରେ ହାତ ନ ଛାଡ଼ିବା ଭଳି ମଣିଷ ବହୁତ କମ୍ ମିଳନ୍ତି। ଜୀବନରେ 2ଟି ମଣିଷକୁ ଭୁଲନ୍ତୁ ନାହିଁ। ପ୍ରଥମ, ସିଏ ଯିଏ ଆଗକୁ ବଢ଼ିବା ପାଇଁ ମୌକା ଦିଏ। ଦ୍ୱିତୀୟ, ସିଏ ଯିଏ ପ୍ରଥମେ ଆଶା ଦେଖେଇ ପରେ ଧୋକା ଦେଇଥାଏ। ଏଠି କିଏ ଭଲ କିଏ ଖରାପ ଏହି ବିଚାର କରିବା ଛାଡ଼, ନିଜେ ଭଲ ତ ଦୁନିଆ ଭଲ।
ସରଳ ଲୋକମାନେ ବୋକା ନୁହନ୍ତି। ସେମାନେ ସମସ୍ତଙ୍କୁ ନିଜ ଭଳି ଭାବି ନିଅନ୍ତି, ଆଉ ତାହା ହିଁ ତାଙ୍କର ସବୁଠାରୁ ବଡ଼ ଭୁଲ ହୋଇଥାଏ। ସ୍ୱାଧୀନତାର ଆକାଶକୁ ଏତେ ବି ଉଡ଼ି ଯାଉନି ଯେମିତି ସଂସ୍କାର ମାଟିକୁ ଛୁଇଁ ପାରିବନି। ଯିଏ ତୁମ ସହ ଟାଇମ୍ ପାସ୍ ପ୍ରେମ କରୁଥିବ ତାକୁ ତୁମ ଅଭିମାନର କିଛି ବି ଫରକ ପଡ଼ିବନି। ଆଉ ଯଦି ତୁମ ପ୍ରେମକୁ କନ୍ଦେଇ ଶାନ୍ତିରେ ଶୋଇପଡ଼ୁଛି ତେବେ ଭୁଲିଯାଅ ସେ ତୁମକୁ ସଚ୍ଚା ପ୍ରେମ କରୁଛି। ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।